ବିଜେଡି ତରଫରୁ ବଡ଼ପାଟଣା ସରପଞ୍ଚକୁ ସମ୍ବର୍ଦ୍ଧନା। କେନ୍ଦୁଝର ଜିଲ୍ଲାରୁ एकमात्र ସରପଞ୍ଚ ଭାବେ ପାଟନା ବ୍ଲକ ବଡ଼ପାଟଣା ପଞ୍ଚାୟତରୁ ପ୍ରଥମ ଥର ପାଇଁ ସରପଞ୍ଚ ହୋଇଥିବା ବିନତି ବାନ୍ଦ୍ରାଙ୍କୁ ଦିଲ୍ଲୀର ଲାଲକିଲ୍ଲାଠାରେ ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମ୍ମାନିତ କରାଯାଇଥିଲା। ଶ୍ରୀମତୀ ବିନତି ବାନ୍ଦ୍ରା ପାଟନା ବ୍ଲକ ଅଞ୍ଚଳର ପ୍ରଥମ ମହିଳା ସରପଞ୍ଚ ହେବାର ଗୌରବ ଅର୍ଜନ କରିଛନ୍ତି। ସୋମବାର ଦିନ ପାଟନା ପଞ୍ଚାୟତ ସଭାଗୃହଠାରେ ପାଟନା ବିଜୁ ଜନତା ଦଳ ପକ୍ଷରୁ ପ୍ରଶାନ୍ତ କୁମାର ଭଞ୍ଜଙ୍କ ତତ୍ତ୍ୱାବଧାନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମକୁ ବିଜେଡିର 29 ନମ୍ବର ଜୁନ୍ର ଜିଲ୍ଲା ପରିଷଦ ବୁଧଦେବ ମହାକୁଡ଼ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ପୂର୍ବତନ ବିଜେଡିର ପାଟନା ବିଧାୟକ ଜଗନ୍ନାଥ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ପାଟନା ବ୍ଲକର ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାୟକ, ପାଟନା 23 ନମ୍ବର ଜୁନ୍ର ଜିଲ୍ଲା ପରିଷଦ ରୁନୁ ମହାନ୍ତ, ପାଟନା ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, କ୍ଷୀରେଇଟାଙ୍ଗିରି ସମିତି ସଭ୍ୟା ବୈଦେଇ ନାୟକ, ଏରେନେଇ ସରପଞ୍ଚ ପାର୍ବତୀ ଦେହୁନୀଙ୍କ ସହ ବିଜେଡି ଦଳର କର୍ମୀମାନେ ଶ୍ରୀମତୀ ବାନ୍ଦ୍ରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ରଞ୍ଜନ ବାରିଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।